ଆସୁ ଆସୁ ରଙ୍ଗ ନେସିଲେ ଲିଭେଇଲେ ଲେସିଲେ ଲିଭେଇଲେ ମାନେ କଣ ଏଇଟା? ତାଙ୍କର କଣ ରାଜନୀତି କରିବାକୁ ଆସିଛନ୍ତି ନା କଣ କରିବାକୁ ଆସିଛନ୍ତି? ଆରେ ରଙ୍ଗ ଯଦି ଲିଭେଇଥିଲା ତମେ ସେତେବେଳେ ରଙ୍ଗଟାକୁ ଆଡଭର୍ଟାଇଜ କଲନି ଇଲେକ୍ସନ ବେଳେ। ଆଜ୍ଞା ଆମେ ଆସିଲେ ନା ପ୍ରଥମ ପଏଣ୍ଟ ହେଲା ଆମର ନୀଳ ରଙ୍ଗକୁ ଲିଭେଇବୁ। ଆଜ୍ଞା ଆମେ ଆସିଲେ ଏଇ ବସ ର ରଙ୍ଗ ଲିଭେଇବୁ, ସରକାରୀ ଘରର କ୍ୱାର୍ଟର ରଙ୍ଗ ମାନେ ପଇସା ଖର୍ଚ୍ଚ ହେଇକି ନୂଆ ନୂଆ ରଙ୍ଗ ଲାଗିଥିବାକୁ ପୁଣି ପଇସା ବଳେ ତାଙ୍କ ପଇସାରୁ କରୁନାହାନ୍ତି, ତାଙ୍କ ନିଜ ବାପାଙ୍କ ପଇସାରୁ କରୁନାହାନ୍ତି। ମନା ନାହିଁ ଆମର। ତାଙ୍କର ଯଦି କୋଉଠି ଗୋଟେ କୋଷ ରଖିଦେବେ, ଟ୍ରେଜେରୀ ରଖିଥିବେ, ସେଥିରୁ ଆଣି ଖର୍ଚ୍ଚ କରୁନାହାନ୍ତି। ଇଏ ଲୋକଙ୍କ ପଇସା, ସରକାରୀ ପଇସା ମାନେ ଲୋକଙ୍କ ପଇସା। ଲୋକଙ୍କ ପଇସାକୁ ତମେ ଲୋକଙ୍କର ନେଇଛ, ପରମିଶନ ନେଇଛ। ଲୋକ କହିଥିଲେ ତମେ ରଙ୍ଗ ବଦଳେଇ ଦେଲେ ଆମେ ତମକୁ ଭୋଟ ଦେବୁ କହିଥିଲେ। ତାହେଲେ ଆସୁ 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 କହିଥିଲେ ଆମେ 3000 ଭତ୍ତା ଦବୁ, ସବୁ ମାନଙ୍କୁ 1000 ଲେଖା ଦବୁ, 80 ବର୍ଷ ଟପିଲେ 3500 ଦବୁ, ବିଜୁଳି 300। କଣ ଛାଡ ହୋ, 100 ୟୁନିଟ ବିଜୁଳି ବିଜେପି ସରକାର 300 ୟୁନିଟ ବିଜୁଳି ଦବ କହିଥିଲ। ସେ କାମ କୁଆଡେ ଚୁଲିକି ଗଲା? ବର୍ତ୍ତମାନ ସୁଭଦ୍ରା ଟଙ୍କା କହିଲେ, ସୁଭଦ୍ରା ତ ଯାହା ଜାଲିଆତି କଲ କଲ, ଛଳନା କଲ କଲ। ଗୋଟେ କିସ୍ତି ଦବା ପାଇଁ 7 ମାସ ହେଇଗଲାଣି, ପୂରଣ ହେଇପାରୁନି। ତା ଦେହରେ ବିବାଦ। ମାନେ ଭାବିଲେ ସିଏ କଣ କରିବେ? ଖଜୁରୀ ଗଛର କି ଗୁଣ ଗାଇବୁ? ମୂଳରୁ ପାହାଚ ପାହାଚ।